ଏବେ ମଧ୍ୟ କଳାହାଣ୍ଡି ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳ ଗାଁ ମାନଙ୍କରେ ମୌଳିକ ସୁବିଧା ସାତ ସପନ। ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ବିଦ୍ୟୁତ ଭଳି ସୁବିଧା ଏବେ ବି ଲୋକଙ୍କ ପାଖରେ ଅପହଞ୍ଚ। ଏଭଳି ଦୁଃଖଦ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସଗଡା ଗ୍ରାମ ପଞ୍ଚାୟତ ଅଧୀନ ମକାଗୁଡା ଗ୍ରାମବାସୀ। ତେବେ ମକାଗୁଡା ଗ୍ରାମର ମୂଳ ବାସିନ୍ଦା ଏକଦା ନିଜ ଗାଁରେ ପାହାଡିଆ ବନ୍ୟ ବିପଦ ଯୋଗୁଁ ଗାଁ ଛାଡି ନିକଟସ୍ଥ ଲାବଂଶୁ ଗାଁରେ ଦୀର୍ଘ 10 ବର୍ଷ ହେବ ବସବାସ କରୁଛନ୍ତି। ଏ ବାସିନ୍ଦା ମାନଙ୍କର ପିଲା ଛୁଆମାନେ ପ୍ରାଥମିକ ବିଦ୍ୟାଳୟ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏ ସରଳ ନିଷ୍କପଟ ଆଦିବାସୀ ମାନେ ଜଙ୍ଗଲ ଭିତରେ ଛପର କୁଡିଆରେ ଦୟନୀୟ ଅବସ୍ଥାରେ କାଳତିପାତ କରୁଛନ୍ତି। ତେବେ ସରକାରଙ୍କ ଶୁଭ ଦୃଷ୍ଟି ଏଯାଏ ଏ ଗାଁକୁ ପଡୁନାହିଁ। ପ୍ରଶାସନ ଏମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। କଳାହାଣ୍ଡିରୁ ଦୀପକ କୁମାର ସାହୁଙ୍କ ରିପୋର୍ଟ, ଦିନଲିପି ଲାଇଭ। आशा करुछु वीडियोटी आपको भल लगी अपडेट खबर जानापी दिनलिपि लाइव सहित जोड़ी रुहतु। आम चैनल को लाइक, शेयर, सब्सक्राइब करूँ और बेल आइकन को क्लिक करूँ। धन्यवाद।